ଏବେ ଆମ ଘରକୁ ଖାଲି ପାର୍ସଲ ଉପରେ ପାର୍ସଲ ଆସୁଛି କାହିଁକି ନା ଆଗକୁ ବା ତନିଷ୍କା ମାମାର ଜନ୍ମଦିନ ଆସୁଛି। ଆମେ ତା ପାଇଁ ଆମାଜନରୁ ଗୋଟେ ସାଇକେଲ ଅର୍ଡର କରିଥିଲୁ। ଆଜି ତାର ଫିଟିଂ କାମଟି ଚାଲିଛି। ସାଇକେଲ ଫିଟିଂ ପାଇଁ ବାପ ଝିଅ ଜୋରସୋରରେ ଅଣ୍ଟା ଭିଡ଼ି ଲାଗି ପଡ଼ିଛନ୍ତି। ବାବା ବସି ଫିଟିଂ କରୁଛନ୍ତି ଆଉ ଝିଅ ସାଇଡରେ ବସି ଖାଲି ଡିଷ୍ଟର୍ବ କରୁଛନ୍ତି। ନାଇଁ ମ ମିଛ କଥା, ଡିଷ୍ଟର୍ବ କାହିଁ କରିବ? ମୋ ଝିଅ କେତେ ସାହାଯ୍ୟ କରୁଛି ଦେଖୁନାହାନ୍ତି, ଚକାରୁ କେମିତି ଜରି ଛଡେଇ ଦଉଛି। ସାଇକେଲ ଫିଟିଂ ନ ହଉଣୁ ମା କହୁଛନ୍ତି ଆମର ସାଇକେଲକୁ ଉଡେଇକି କଟକ ମାଡ଼ିଯିବେ ବୋଲି। ବାବା କହୁଛନ୍ତି ଟିକେ ଧୈର୍ଯ୍ୟ ଧର, ଫିଟିଂ ହେଇସାରିଲା ପରେ ଚଲେଇବୁ। ଆଉ ଫିଟିଂ ସଇଲା ପରେ ସାଇକେଲ ଚଲଉ ଚଲଉ ମାଙ୍କର ଆକ୍ସିଡେଣ୍ଟ ହେଇଯାଉଛି। ସେଥିପାଇଁ ବାବା ତାକୁ ସେଫ୍ଟି ପାଇଁ ସେଫ୍ଟି ବେଲ୍ଟ ଭିଡ଼ି ଦଉଛନ୍ତି। ଆଉ ଶେଷରେ ସାଇକେଲ ଚଲାଳି ଝିଅ ଆମର ବିଲକୁଲ ରେଡି। ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍ କରିବେ, ସେୟାର କରିବେ ଆଉ ଚ୍ୟାନେଲକୁ ସବସ୍କ୍ରାଇବ କରିବେ। ବାଏ।